ଦେଖନ୍ତୁ ଆଜ୍ଞା ମଧ୍ୟପ୍ରାଚ୍ୟରେ ଯେଉଁ ଯୁଦ୍ଧ ଲାଗିଛି ଯୁଦ୍ଧ ପାଇଁ ଏ ପରିସ୍ଥିତି ଗୋଟେ ସମସାମୟିକ ପରିସ୍ଥିତିକୁ ନେଇକରି ତାର ସୁଯୋଗ ନେଇକି ରାଜନୀତି କରିବାଟା ବିଜେଡି କଂଗ୍ରେସ ଛାଡ଼ନ୍ତୁ ସେମାନେ କ'ଣ ଜାଣିନାହାନ୍ତି କାଲି ପରା ସେମାନେ ମଧ୍ୟପ୍ରାଚ୍ୟର ଯୁଦ୍ଧ କଥା ବିଧାନସଭାରେ ଉଠାଉଥିଲେ ଏ ଯୁଦ୍ଧ ସମୟରେ ଗ୍ୟାସ୍ କେଉଁଠୁ ଆଇବ ସବୁ ରାସ୍ତା ତ ବନ୍ଦ କରିଦେଇଛନ୍ତି ତ ଏଇଟାକୁ ଟିକେ ଆଡଜଷ୍ଟ କରିବାକୁ ପଡ଼ିବ ଆମକୁ ଆଉ ଆଡଜଷ୍ଟ ନ କରିବା ଗୋଟେ ସଙ୍କଟ ସମୟରେ ତ ଆଡଜଷ୍ଟ ହବ ନା ଆଉ ତଥାପି ଆମେ ଏଇ ଯେଉଁ ମାନେ ଚେଷ୍ଟାରେ ଅଛୁ କେନ୍ଦ୍ର ସରକାର ଚେଷ୍ଟାରେ ଅଛନ୍ତି ଯେମିତି ଗ୍ୟାସ୍ର ବିତରଣକୁ ଠିକ୍ ଭାବରେ କରିପାରିବେ ଆଉ ମୁଁ ତ ଏଇଟା କହିବି ଯେ ସେମାନେ ଧୈର୍ଯ୍ୟ ଧରନ୍ତୁ ଏ ସମସ୍ୟାର ସରକାର ନିୟନ୍ତ୍ରଣ କରିବା ତାଙ୍କର ଧର୍ମ ସେ କହୁଛନ୍ତି ଯେ ବିରୋଧୀ କହୁଛନ୍ତି ସରକାର ନିୟନ୍ତ୍ରଣ କରିବା ତାଙ୍କର ଧର୍ମ ହଁ କଳା ବଜାରୀ ଆଜ୍ଞା ଆପଣ ଏଇଟା ଯେଉଁ ଅଛି 2000 ମସିହା ପୂର୍ବରୁ କେତେ ଘରେ ଗ୍ୟାସ୍ ଥିଲା ଏବେ କେତେ ଘରେ ଗ୍ୟାସ୍ ଅଛି ଗୋଟିଏ ଗ୍ୟାସ୍ ସିଲିଣ୍ଡର ପାଇବା ପାଇଁ ପୁରା ଲାଞ୍ଚ ଦେବାକୁ ପଡ଼ୁଥିଲା ସେ କଥାଟା କାହିଁ ଭୁଲି ଯାଉଛନ୍ତି ସେମାନେ ତ ବହୁତ କିଛି ପରିବର୍ତ୍ତନ ହେଇଛି ଆଜି ଘରେ ଘରେ ଗ୍ୟାସ୍ ଆସିଯାଇଛି ଉଜ୍ଜଳା ଗ୍ୟାସ୍ ଆସିଛି ବହୁତ ଏମିତିଆ ବି ଆପଣ ଆପ୍ଲାଏ କଲେ ଗ୍ୟାସ୍ଟେ ମିଳିଯାଉଛି ଏଇଟା କ'ଣ ସମ୍ଭବ ଥିଲା କି ଗୋଟିଏ ଦିନ ଯେ ମାନେ ଯେଉଁ କଥା କରିପାରିନାହାନ୍ତି ଆମେ ସେଟା କରିକି ଦେଖେଇ ଦେଇଛୁ ନା ଆଉ ଯେଉଁଟା ସେମାନେ ଏବେ କହୁଛନ୍ତି ସେମାନେ କ'ଣ ଜାଣିନାହାନ୍ତି ଯେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି ବୋଲିକି ଯୁଦ୍ଧ ଟିକେ କମିଯାଉ ପୁଣି ଥରେ ନର୍ମାଲ ହେଇଯିବ ପାର୍ଟିମାନେ ହୁଇପ୍ କରନ୍ତି ସାଧାରଣତଃ ଏଇଟା ଗୋଟେ ବଡ଼ କଥା ନୁହେଁ ପାର୍ଟିମାନେ ହୁଇପ୍ କରନ୍ତି ବିଜେପି ବି ହୁଇପ୍ କରିପାରେ ସମସ୍ତେ ହୁଇପ୍ କରନ୍ତି ଏଇଟା ଗୋଟେ ନୂତନତ୍ୱ ନାହିଁ ଭୋଟିଂ ସମୟରେ ସବୁ ଏମ୍ଏଲ୍ଏ ରାଜଧାନୀରେ ଉପସ୍ଥିତ ରହିବା ପାଇଁ ସବୁ ପାର୍ଟି ହୁଇପ୍ କରନ୍ତି 3 ଲାଇନ୍ ହୁଇପ୍ କରନ୍ତି ତାପରେ ବିଜେଡି କି ଆଇ ଭୟ ଗାରୁଛି ସାର୍ ବିଜେଡି ଆଉ କଂଗ୍ରେସକୁ ଭୋଟ କ୍ୟାଣ୍ଡିଡେଟ୍ ପାଇଁ କି ଜାଣେ ମୁଁ ଜାଣିନାହିଁ ଆଉ ଯଦି ଏତେ ଭୟ ଥିଲା ବୋଲେ ସେମାନେ ଦେଇନଥାନ୍ତେ କ'ଣ ପାଇଁ ଦେଲେ ଯଦି ଗୋଟେ ବହୁତ ବଡ଼ ବ୍ୟକ୍ତିତ୍ୱକୁ ଦେଇଥାନ୍ତେ ତଥାପି ଆମେ ବିଚାର କରିଥାନ୍ତୁ କି କ'ଣ ସେ 2 ଜଣ କିଏ ଯେ ଏଇଟା ଓଡ଼ିଶାର ସାଧାରଣରୁ ସାଧାରଣ ଲୋକ ଜାଣିଛନ୍ତି